କାହିଁକି ସଚ୍ଚା ପ୍ରେମ ସମସ୍ତଙ୍କୁ ମିଳେ ନାହିଁ। ବନ୍ଧୁଗଣ, ପ୍ରେମ ହେଉଛି ଶାଶ୍ୱତ, ଅମର, ଚିରନ୍ତନ। ପ୍ରେମ ହେଲେ ବ୍ୟକ୍ତି, ଜାତି, ଭାଷା, ଧର୍ମ କିଛି ବି ଦେଖେ ନାହିଁ, ଖାଲି ଭଲ ପାଇବା ଦେଖେ। କିନ୍ତୁ ଏହି ଭଲ ପାଇବା ଯଦି ସଚ୍ଚା ଥାଏ ତେବେ ଜୀବନର ସବୁ ଦୁଃଖ ଭୁଲିଯାଏ। ଆଜି ମୁଁ ଆପଣଙ୍କୁ ଭଗବାନ କୃଷ୍ଣ ଓ ରାଧାଙ୍କ କାହାଣୀ ମାଧ୍ୟମରେ ଏହା କହିବାକୁ ଯାଉଛି ଯେ ସଚ୍ଚା ପ୍ରେମ ସମସ୍ତଙ୍କୁ କାହିଁକି ମିଳେ ନାହିଁ। ଏହାର ଯଥାର୍ଥ କ'ଣ ରହିଛି? ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ରାଧା କୃଷ୍ଣଙ୍କ ପ୍ରେମ ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁଗଣ, ସମସ୍ତେ କୁହନ୍ତି ଆମେ ପ୍ରେମ କରୁଛୁ, କିନ୍ତୁ କେତେ ଜଣ ଅଛନ୍ତି ଯିଏ କି ସଚ୍ଚା ପ୍ରେମ ମାନେ ନିଃସ୍ୱାର୍ଥପର ହୋଇ ପ୍ରେମ କରୁଛନ୍ତି। ପ୍ରେମର ମାନେ ହେଉଛି ନିଃସ୍ୱାର୍ଥପର ଭାବନା ଥିବା, ସମର୍ପଣ ଭାବ ଏବଂ ପରସ୍ପର ପ୍ରତି ବିଶ୍ୱାସ ରହିବା ଉଚିତ। ଯଦି ଏସବୁ ପ୍ରେମରେ ଥାଏ ତେବେ ନିଶ୍ଚୟ ତାହା ସଚ୍ଚା ପ୍ରେମ ଅଟେ। ଭଗବାନ କୃଷ୍ଣ ରାଧାଙ୍କ ଠାରୁ ଅଲଗା ହୋଇ କହୁଛନ୍ତି ରାଧା କୃଷ୍ଣଙ୍କ ପାଦର ଧୂଳି ନୁହେଁ। ରାଧା ଏହି ଦୁନିଆରେ ସେହି ପ୍ରେମର ଫୁଲ ଅଟେ ଯିଏ କେବେ ଝାଉଁଳି ଯିବ ନାହିଁ। ରାଧା ପ୍ରେମରେ କେହି ମହାନ କି ଛୋଟ ହୁଏ ନାହିଁ। ପ୍ରେମରେ ଉଚ୍ଚ ନୀଚ ନଥାଏ। ପ୍ରେମରେ କେହି ଧନୀ କି ଗରିବ ନୁହେଁ। ପ୍ରେମ କାହା ସହ ବି ହୋଇଯାଏ। ପ୍ରେମ ଏକମାତ୍ର ଏମିତି ଶବ୍ଦ ଯେଉଁଥିରେ ବ୍ୟକ୍ତି ସମାହିତ ହୋଇଯାଏ, ଯେଉଁଠି ପହଞ୍ଚି ଗଲେ ବ୍ୟକ୍ତି ପରସ୍ପର ପ୍ରତି ସମର୍ପଣ ଭାବ ରଖିଥାନ୍ତି। ଠିକ୍ ସେହିପରି ରାଧା କୃଷ୍ଣଙ୍କର ପ୍ରେମ ଅଟେ। ସେହି ପ୍ରେମ ଅନନ୍ତ କାଳରୁ ଚାଲି ଆସୁଛି, ଅନନ୍ତ କାଳ ଯାଏ ଚାଲିବ ମଧ୍ୟ। ମାତ୍ର କିଛି କାରଣ ବଶତଃ ରାଧା କୃଷ୍ଣଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଆଉ କୃଷ୍ଣଙ୍କର ପ୍ରୟାସ ଥିଲା ଯେ ପୁନଃ ରାଧାଙ୍କ ଠାରେ ସମାହିତ ହୋଇଯିବେ। ରାଧା ଭଳି ପ୍ରେମୀ ହଜିଯାଏ ତେବେ ତାଙ୍କୁ ଖୋଜିବା ହିଁ ପ୍ରେମ ଅଟେ। ଯଦି ପ୍ରେମୀ ଭୁଲିଯାଏ ତେବେ ତାକୁ ସ୍ମରଣ କରିବା ହିଁ ପ୍ରେମ ଅଟେ। ପ୍ରେମକୁ ପାଇବାକୁ କରାଯାଇଥିବା ପ୍ରତ୍ୟେକଟି କାର୍ଯ୍ୟ ପ୍ରେମ ଅଟେ। ରାଧା ପ୍ରେମର ପ୍ରତୀକ ଅଟନ୍ତି ଏହି ଦୁନିଆରେ। ରାଧା ଭାବନା କୃଷ୍ଣଙ୍କର ନ ହୋଇ ମଧ୍ୟ କୃଷ୍ଣଙ୍କ ନାମରେ ଆଗରେ ରହିଛନ୍ତି, ଆଜି ବି ଆଉ ଆଗକୁ ବି ଅମର ହୋଇ ରହିବେ। ଏହି ଦୁନିଆରେ ଯେବେ ବି କେହି କାହାକୁ ଭଲ ପାଇବେ ତେବେ ପ୍ରଥମେ ରାଧା କୃଷ୍ଣଙ୍କ ପ୍ରେମର ପୂଜା କରିବେ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀ ରାଧେ କୃଷ୍ଣ।